ଆପଣମାନଙ୍କୁ ମୋର ଆଉ ଗୋଟେ ନୂଆ ଭିଡ଼ିଓକୁ ସ୍ୱାଗତ। ଦେଖନ୍ତୁ, ସୁଭଦ୍ରା ଯୋଜନା ଯେଉଁମାନେ ସବୁ ଆପ୍ଲାଏ କରିଛନ୍ତି ସେମାନଙ୍କର ଡିବିଟି ଷ୍ଟାଟସ୍ କେମିତି ଅଛି ସେମାନେ ବ୍ୟାଙ୍କକୁ ଯାଇ ପଚାରନ୍ତି। ତେଣୁ ବ୍ୟାଙ୍କକୁ ନ ଯାଇ ଆପଣ ଘରେ ବସି କେମିତି ଦେଖିବେ ସେ ବିଷୟରେ ଆଜି ଜାଣିବା। ବ୍ୟାଙ୍କକୁ ଆପଣ ଯାଆନ୍ତି, ବ୍ୟାଙ୍କରେ ଗହଳି, ଆପଣ ତାଙ୍କୁ କହନ୍ତି ଭାଇ ମୋ ଟିକେ ଦେଖିଦିଅ, ସେ ମୋ ଟିକେ ଦେଖିଦିଅ, ସେ ଦେଖୁଛି ଗଛ ଆପଣଙ୍କର ହେଇଛି। ତେଣୁ ଆପଣମାନେ ହଇରାଣ ନେବା ପାଇଁ ଘରେ ବସି ମୋବାଇଲରେ କେମିତି ଦେଖିବେ ସେ ବିଷୟରେ ଆଜି ଜାଣିବା। ପ୍ରଥମେ ଆପଣ କ'ଣ କରିବେ, ଆପଣଙ୍କ ନିଜ ମୋବାଇଲରେ ଯେକୌଣସି ବ୍ରାଉଜର ହେଉ ଗୋଟେ ଖୋଲିବେ। ସେଥିରେ ଆପଣ ଦେଖ ସୁଭଦ୍ରା ପୋର୍ଟାଲ, ଏଇଟା ସୁଭଦ୍ରା ପୋର୍ଟାଲ ତ ନାହିଁ ସେମିତି ଅପସନ୍, ଆପଣ ଆଉ ଗୋଟେ ପୋର୍ଟାଲରେ ଖୋଲିବାକୁ ପଡ଼ିବ। ଯେକୌଣସି ବ୍ରାଉଜର ଖୋଲିବେ, ଗୁଗୁଲ କ୍ରୋମ୍ ହେଉ, ମୋଜିଲା ହେଉ, ଇଣ୍ଟରନେଟ୍ ଏକ୍ସପ୍ଲୋରର ହେଉ, ସେଥିରେ npci.org.in npci.org ଆସିଲା, କ୍ଲିକ୍ କରିଦେଲେ ଆମର ସାଇଟ୍ଟା ଖୋଲିବ। ଏଇଠି ସାଇଟ୍ଟା ଖୋଲିଲା। ଏଇଟା ହେଲା NPCIର ମୁଖ୍ୟ ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ମୁଖ୍ୟ ପେଜ୍, ଏଇଟା ଆସିଗଲା। ଆପଣ ଏଇଠି କ'ଣ କରିବେ, ଏଇଠି ଗୋଟେ ବିଭିନ୍ନ ଅପସନ୍ ଆସିବ। ଯଦି ନ ଆସିବ ଆପଣ କ'ଣ କରିବେ, ଡାହାଣ ପଟେ ଥ୍ରୀ ଡଟ୍ ଉପରେ କ୍ଲିକ୍ କରିକିରି ଡେସ୍କଟପ୍ ମୋଡ଼୍ କ୍ଲିକ୍ କରିଦେଲେ ପୁରା ସବୁ ଆସିବ। ଏଠି ଆସିଗଲା। ଏଇଠି ଦେଖନ୍ତୁ ପ୍ରଡ଼କ୍ଟ ଉପରେ ଅଛି, ତାପରେ କନଜ୍ୟୁମର ଉପରେ ଆପଣ କ୍ଲିକ୍ କରିବେ। ପ୍ରଡ଼କ୍ଟ, କନଜ୍ୟୁମର, ମିଡ଼ିଆ ସବୁ ଅଛି ଏମିତି ବିଭିନ୍ନ ପ୍ରକାର। ଆପଣ କ'ଣ କରିବେ ଦେଖନ୍ତୁ, ମୁଁ ଆପଣଙ୍କୁ ହାଇଲାଇଟ୍ କରି ଦେଖାଇ ଦେଉଛି। ଏଇଠି ହେଲା କନଜ୍ୟୁମର, ଏଇଠି ଆପଣ ବର୍ତ୍ତମାନ କ୍ଲିକ୍ କରିବେ। NPCI ସାଇଟ୍ ଖୋଲିବେ। ତାପରେ ଆପଣ କ'ଣ ଖୋଲିବେ ନା କନଜ୍ୟୁମର ଉପରେ କ୍ଲିକ୍ କରିବେ। କଲା ପରେ ଏଠି ଆସିବ ଭାରତ ଆଧାର ସିଡିଂ ଏନାବୁଲ୍ ବା BASI, ବଡ଼ ଅକ୍ଷର ଲେଖା ଅଛି। ଭାରତ ଆଧାର ସିଡିଂ ଏନାବୁଲ୍ ବା ବେସ୍, ଆରି ଉପରେ ଆପଣ ଏବେ ବର୍ତ୍ତମାନ କ୍ଲିକ୍ କରନ୍ତୁ। କଲେ ନୂଆ ପେଜ୍ଟେ ବା ଇଣ୍ଟରଫେସ୍ଟେ ଖୋଲିବ। ପେଜ୍ଟା ଖୋଲୁଛି, ଆପଣ ଦେଖନ୍ତୁ ମେନ୍ ପେଜ୍ ତାର ଖୋଲିଲା। BASI ଭାରତ ଆଧାର ସିଡିଂ ଷ୍ଟାଟସ୍, ଏଇଠି ଗଲା ରିକ୍ୱେଷ୍ଟ ଫର୍ ଆଧାର ସିଡିଂ। ଆପଣ ଯଦି ଆଧାର ସିଡିଂ କରିନଥିବେ, ଏଇଠି ରିକ୍ୱେଷ୍ଟ ମେଲ୍ କଲେ ବି ଆପଣ ଆଧାର ସିଡିଂ କରିପାରିବେ। ଆପଣ ଯଦି ନୂଆକିରି କରୁଛନ୍ତି ଆଧାର ସିଡିଂ ଏଇଠି କରିପାରିବେ। ଏଇଠି ତଳେ ଅଛି ସିଡିଂ ଆଉ ଡିସିଡିଂ। ଆପଣ ଆଧାର ନମ୍ବର ଦେବେ, ସିଡିଂ କଲେ ନୂଆକିରି ସିଡିଂ କରିପାରିବେ। ଡିସିଡିଂ ମାନେ ଆପଣ ଥବ ଫେଣି ଆଉ ଗୋଟେ ବ୍ୟାଙ୍କକୁ କରିବାକୁ, ସେଇଟା ଡିସିଡିଂ କରିପାରିବେ। ଆମର ତ ବର୍ତ୍ତମାନ କ'ଣ ଅଛି, ଆମେ ଚେକ୍ କରିବା। ଚେକ୍ କରିବା ପାଇଁ ଦେଖନ୍ତୁ ରାଇଟ୍ ସାଇଡ଼୍ରେ ଏଠି ଗୋଟେ ତୀର ଚିହ୍ନ ଅଛି, ଲେଖାଛି କ୍ଲିକ୍ ଏଭବ୍ ଫର୍ ଅଦର ସର୍ଭିସ୍। କ୍ଲିକ୍ ଏଭବ୍ ଫର୍ ଅଦର ସର୍ଭିସ୍, ସେଇଠି କ୍ଲିକ୍ କଲେ ଏଠି 4ଟା ଅପସନ୍ ଆସିଗଲା। ଗୋଟେ ଆସିଲା ଗେଟ୍ ଆଧାର ମ୍ୟାପ୍ଡ ଷ୍ଟାଟସ୍। ଆମେ ଦେଖିବା ନା ଷ୍ଟାଟସ୍ଟା କ'ଣ ଅଛି, ଡିବିଟି ଲିଙ୍କ୍ ଅଛି, କେଉଁ ବ୍ୟାଙ୍କ ଲିଙ୍କ୍ ଅଛି କି ଆକ୍ଟିଭ୍ ଅଛି, ସବୁ ଏଠି ଦେଖିବା। ସେଇଠି ଆପଣ କ'ଣ କରିବେ, ବର୍ତ୍ତମାନ କ୍ଲିକ୍ କରିବେ। କ୍ଲିକ୍ କଲେ ଆସିଲା ଗେଟ୍ ଆଧାର ମ୍ୟାପ୍ଡ ଷ୍ଟାଟସ୍ ପେଜ୍ ଖୋଲିଗଲା। ବର୍ତ୍ତମାନ ଏଇଠି ଆପଣ ଏଣ୍ଟର ୟୋର ଆଧାର ନମ୍ବର, ଆପଣଙ୍କ ଆଧାର ନମ୍ବରଟା ଏଇଠି ବର୍ତ୍ତମାନ ଆପଣ ଦେବେ। ଆପଣଙ୍କ ଆଧାର ନମ୍ବର ଯାହା ଥିବ ଏଇଠି ବର୍ତ୍ତମାନ ରାଇଟ୍ କ୍ଲିକ୍ କରିକି ଆପଣ ବର୍ତ୍ତମାନ ଏଇଠି ଦେବେ। ଦେଲା ପରେ ସେ ଭେରିଫାଇ କରିବ ଆପଣ ଏଇଟା ଠିକ୍ ଆଧାର ନମ୍ବର ନା ନାହିଁ। ଭୁଲ ଦେଲେ ସେ ନେବନି। ତେଣୁ ଆପଣ ଆଧାର ନମ୍ବର ଦେଲା ପରେ ଏଇ ଯେଉଁ ଦେଖିଛି ତଳେ ଲେଖା ହେଇଛି NKHEWF, ସେ ହେଲା କ୍ୟାପ୍ଚା। କ୍ୟାପ୍ଚାଟାକୁ ତଳ ଟେବୁଲ ଅଛି ଏଣ୍ଟର ଏଭବ୍ କ୍ୟାପ୍ଚା, ସେଇଗୁଡ଼ିକ ତଳ ଏଇଠି ଯାହା ଅଛି ସେୟା ଲେଖିବେ। ଡିଟୋ ଯାହା ଅଛି, ସ୍ମଲ୍ ଅକ୍ଷର ଥିଲେ ସ୍ମଲ୍ ଲେଖିବେ, ବଡ଼ ଅକ୍ଷର ଥିଲେ ବଡ଼ ଲେଖିବେ, ନମ୍ବର ଥିଲେ ନମ୍ବର ଲେଖିବେ। ଡିଟୋ ଯାହା ଅଛି ସେୟା ଲେଖିବାକୁ ପଡ଼ିବ, ନହେଲେ ନେବନି। ପୁଣି ଆଉ ଗୋଟେ କ୍ୟାପ୍ଚା ଆସିବ। ପୁରା ଡିଟୋ ଯାହା ଅଛି ସେୟା ଆପଣ ବର୍ତ୍ତମାନ ଦେବେ। ଦେଲା ପରେ କ'ଣ ହେବ, ତାପରେ ଆସିଲା ତଳେ ଅଛି ଚେକ୍ ଷ୍ଟାଟସ୍ ମାରିବେ। ଯଦି ଆପଣ କ'ଣ ଭୁଲଭାଲ ମାରନ୍ତି ରିସେଟ୍ ମାରିଦେବେ। ଚେକ୍ ଷ୍ଟାଟସ୍ ମାରିଲେ ବର୍ତ୍ତମାନ ଆସିବ ଆପଣଙ୍କର କ'ଣ ଅଛି, କେଉଁ ଆଧାର ନମ୍ବର କେଉଁ ରିସେଟ୍ ମାରିଲେ କ'ଣ ହେବ ନା ଆପଣଙ୍କର କଟିଯିବ, ପୁଣି ଆଉ ଥରେ ଡାଟା ଦେବେ, ଆଧାର ନମ୍ବର ଦେବେ। ଦେଖନ୍ତୁ ଗୋଟେ OTP ଭିତରେ ଦେବ, ଆପଣ ଚେକ୍ କରନ୍ତୁ ନା ଆପଣଙ୍କର। ତେଣୁ ଆପଣଙ୍କୁ OTP ଆସିବ। OTP ନ ଆସିଲେ ଆପଣମାନେ ଜାଣିପାରିବେନି। ତେଣୁ ଯେଉଁ ନମ୍ବର ଆପଣଙ୍କ ଏଇ ଆଧାରରେ ଲିଙ୍କ୍ ଥିବ ସେଇ ନମ୍ବର ଗୋଟେ OTP ଆସିବ। ଏଠି ଆସିଗଲା BA ଆଧାର OTP ଫର୍ ଆଧାର, ଏଠି ଆସିଲା ଲାଷ୍ଟ ଯେଉଁଠି ନମ୍ବର ଆଧାର ନମ୍ବର ଅଛି OTP ଆସିଗଲା। OTP ଆସିଲା ପରେ ବର୍ତ୍ତମାନ ଆପଣ ଏଇଠି OTPଟାକୁ ଦେବେ। ଯାହା ଆସିଲା ଦେଖ OTP ଆସିଲା ଆଧାର
तरफ रहा 1222486 ये ओटीपीटा बर्तमान आप ये देवे देले से जानव डिटो यहाँ आपंकर मोबाइल आपड़ यहाँ करूँ मोबाइल लिंक ना यहाँ करहबनी तेणु आप मोबाइल लिंक थोड़ा दरकार आधार सह आपंकर मोबाइल लिंक थोड़ा दरकार ये सबमिट मारे आसला ये सबमिट मारे सबमिट मारे सी आम पेजटा खोलीज खोल जदि ना कैंसल मारे ना सबमिट मारे आप देखईदेव ये आसला लास्ट अपडेट 2024-9-18 तारीख 18-9 मैप स्टेटस येस मैंडेट डेट से 17-9 रिक्वेस्ट होता 18 ओडी अवेलेबल डेट ये दरकार नहीं बैंक नेम है स्टेट बैंक ऑफ इंडिया बर्तमान ये देखला बैंक आपणकर आधार सांगे कौन अच्छी ना स्टेट बैंक ऑफ इंडिया एसबीआई अकाउंट आपणक आधार सांगे मैपिंग होगी अच्छी तेणु आपणकर डीबीटी लिंक अच्छी तेणु एमती यदि पेज देखला जानवे आपणकर मैपिंग स्टेट बैंक अच्छी धर मनकर आपणकर पंजाब अच्छी तेणु आप कौन करेंगे जब मैप जाकरी काटिकी फेण पंजाब देवे तेणु ये आप फेणी क्लिक करेंगे धर क्लिक जब क्लिक कलापर आपड़ जो नुआ कर आउ थे करने चाहती ये आसवे आप रिक्वेस्ट फॉर आधार सीडिंग आसवे यहाँ मोर अच्छी यहाँ सीडिंग अच्छी बोले देखईदेली जब आप नुआ करने चाहती ताले मारे आप रिक्वेस्ट फॉर आधार सीडिंग ये गलापर आप आधार नंबर देवे ये सीडिंग कले कौन नुआ करेंगे आप जो बैंक थब से बैंक सिलेक्ट ऑप्शन थब जो नुआ नुआ हो तो बर्तमान किसी बैंक आड होनी आड आस्ते आस्ते हो